ଆଜି ନହେଲେ ବି କାଲି ସମସ୍ତଙ୍କୁ ଦିନେ ମରିବାକୁ ପଡ଼ିବ। ତେବେ କେବେ ମରିଯିବା ଭାବି ଆଜିଠୁ ଭାଙ୍ଗି ପଡ଼ିବା ହେଉଛି ବହୁତ ବଡ଼ ମୂର୍ଖତା। ଏ ସଂସାରରେ ଯଦି କିଛି ବୁଦ୍ଧିମାନ କାର୍ଯ୍ୟ ଥାଏ ତାହା ହେଉଛି ବର୍ତ୍ତମାନକୁ ଉପଯୋଗ ନ୍ୟାୟରେ ଉପଭୋଗ କରିବା। ଭବିଷ୍ୟତରେ ମରିବା ଭୟରେ ଆଜିଠୁ ମରିଯିବା ନୁହେଁ। ଧନୀ କହୁଛି ଭାଗ୍ୟ ଖରାପ, ଗରିବ କହୁଛି ଭାଗ୍ୟ ଖରାପ, ସୁଖୀ କହୁଛି ଭାଗ୍ୟ ଖରାପ, ଦୁଃଖୀ କହୁଛି ଭାଗ୍ୟ ଖରାପ। ଭାଗ୍ୟକୁ ଦିନେ ପଚାରିଲେ ସତରେ କ'ଣ ତୁ ଏତେ ଖରାପ? ଭାଗ୍ୟ ସ୍ଥିତି ହସି କହିଲା, ମୋ ଭାଗ୍ୟ ଖରାପ। ମନୁଷ୍ୟ ନିଜ କର୍ମ ନିଜେ କରୁଛି, ହେଲେ ମୋତେ ଦୋଷ ଦେଉଛି। ମା ସେତେବେଳେ କାନ୍ଦେ, ପିଲା ପେଟରେ ଥାଇ ଗୋଇଠା ମାରୁଥିଲା। ମା ସେତେବେଳେ କାନ୍ଦେ, ପିଲା ଆଲୋକ ଦେଖିଲେ। ମା ସେତେବେଳେ କାନ୍ଦେ, ପିଲାର ଦେହ ଖରାପ ହେଇଥିଲା। ମା ସେତେବେଳେ କାନ୍ଦେ, ପିଲା ତଳେ ପଡ଼ିଗଲେ। ମା ସେତେବେଳେ କାନ୍ଦେ, ପିଲା ନ ଖାଇଲେ। ମା ସେତେବେଳେ କାନ୍ଦେ, ଆଜି ବି କାନ୍ଦେ ଯେତେବେଳେ ପିଲାମାନେ ମା'ମାନଙ୍କୁ ଖାଇବାକୁ ଦିଅନ୍ତି ନାହିଁ। ସେଇ ପିଲା ଭାବିବା ଦରକାର ଯେ ଆମ ମା ଆମକୁ କେତେ କଷ୍ଟ ସହି ବଡ଼ କରିଛନ୍ତି, ଆଉ ଆଜି ଆମେ ତାଙ୍କର କେମିତି ଅବହେଳା କରିବା। ପ୍ଲିଜ୍ ଏମିତି କରନ୍ତୁନି, ଦିନେ ନା ଦିନେ ତମର ବି ପାଳି ପଡ଼ିବ। ଗରିବ ଦୋଷ କଲେ ସମସ୍ତେ ଓକିଲାତି କରିବାକୁ ଦୌଡ଼ି ଆସନ୍ତି, ହେଲେ ଧନୀ ଦୋଷ କଲେ ତା ଦୋଷକୁ ଚପେଇ ଦିଅନ୍ତି। ଠିକ୍ ସେମିତି ଚାରେ ମାଛି ପଡ଼ିଗଲେ ଲୋକେ ଚାକୁ ଫିଙ୍ଗି ଦିଅନ୍ତି, ହେଲେ ଯଦି ଗୁଆ ଘିଅରେ ମାଛି ପଡ଼େ ତେବେ ଲୋକେ ମାଛିକୁ କାଢ଼ି ଫିଙ୍ଗି ଦିଅନ୍ତି। ଜୀବନରେ ଏମିତି କିଛି କାମ କର ନା ଯାହା ତୁମ ବାପା ମାଆଙ୍କୁ କହିପାରିବନି, ଆଉ କିଛି ସମସ୍ୟାକୁ ତ କେବେ ବି ଲୁଚେଇବନି। କାହିଁକି ନା ଥରେ ପରୀକ୍ଷା କରିନିଅ ଯେ ତୁମ ଅସୁବିଧା ବେଳେ ତୁମର ସବୁ ନିଜ ଲୋକ ନିଜ ସ୍ୱାର୍ଥ ପଛରେ ଧାଇଁ ପଳାଇଯିବେ। ମନେ ରଖନ୍ତୁ, ବାପା ମା ବୟସରୁ ନୁହେଁ ଚିନ୍ତାରେ ବୁଢ଼ା ହୋଇଯାଆନ୍ତି। ଏହା ପିଲାମାନଙ୍କୁ କଷ୍ଟ ହୋଇପାରେ, କିନ୍ତୁ ସତ ଅଟେ ଯେ ଯେତେବେଳେ ପିଲା କାନ୍ଦେ ସାରା ସାହି ପଡ଼ିଶା ଜାଣିପାରନ୍ତି, କିନ୍ତୁ ପିଲାମାନେ ଯେତେବେଳେ ବାପା ମା କାନ୍ଦନ୍ତି ନା, ପଡ଼ୋଶୀ ତ ଛାଡ଼ନ୍ତୁ, ଘର ଲୋକଙ୍କୁ ମଧ୍ୟ ଜଣାପଡ଼େ ନାହିଁ। ଏହା ହିଁ ଜୀବନର ସତ୍ୟ ଅଟେ।